निहम्याଙ୍କ नेतृत्वରେ जिहुदीय माने जेरुसालेम को आसिले और प्राचीर निर्माण कार्य आरंभ कले। एज्रा और निहम्या इस्राएल लोकंक मध्यरे आत्मिक उद्दीपना आनिथिले। जीसुंक मधुर वाक्य चला पथे साजे दीप आमरी चरण पाई अलिभ आलोक देई जीवनर प्रतिपादे जीवनर प्रतिपादे पढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। नमस्कार। प्रभु जीशु ख्रीष्टଙ୍କ महान नाम रे आपनଙ୍କୁ पथ प्रदर्शिका कार्यक्रम को स्वागत करुअछि। मोर विश्वास प्रभुଙ୍କ दया और अनुग्रह आपण माने निश्चित भल थिबे। आपण नियमित आम कार्यक्रम देखुचंती, शिक्षा लाभ करूचंती और आत्मिक जीवन रे बढ़ुचंती, सेतिपाई मु समस्तଙ୍କୁ धन्यवाद देउछि। हेले आपणको आम कार्यक्रम किपरि लागुची, पुणी आपण कौन सब शिक्षा कले ताहा जणाइले आमे अधिक खुशी हेबु। तेबे आपण आमको तळे दिया जाइथिबा नंबर रे फोन करंतु और आपणको मतामत शीघ्र जणांतु। आज आमे आउ एक नूतन पुस्तक उपरे अध्ययन आरंभ करिबा। ताहा हेउची निहम्या पुस्तक। एहा मध्य एक ऐतिहासिक पुस्तक। एही पुस्तक रे निहम्याଙ୍କୁ युवा अवस्था राजांकर पानपात्र बाहक भावे आमे देखु। जदिओ निहम्या बंदी भावे बाबिलोन को निया जाइथिले, किंतु सेठारे तांकु एक गुरुत्वपूर्ण पदवी रे रखा जाइथिला। से अर्थख्यस्त राजांकर पानपात्र बाहक थिले। हनानी जेतेबेले आसी जेरुसालेम मंदिरर अवस्था विषय कहिले, निहम्या दुखरे भांगी पड़िले। तांको मन कथा राजा मध्य जानी पारिथिले। निहम्या सुशनरु प्राय 444 ख्रीष्टपूर्व रे जेरुसालेम को मंदिर निर्माण निमंते गले। निहम्याଙ୍କ नेतृत्वरे जिहुदीय माने जेरुसालेम को आसिले और प्राचीर निर्माण कार्य आरंभ कले। एज्रा और निहम्या इस्राएल लोकंक मध्यरे आत्मिक उद्दीपना आनिथिले। निहम्याଙ୍କ नेतृत्व गुण आमे देखिबाकू पाउछु। से जणे याजक कि भाववादी नथिले, से राजगृहर कर्मचारी थिले। तांकर एई महान कार्य रे अनेक प्रतिबंधक आसीतिला, किंतु से विजयी होइथिले। तांकर एई महान कार्य रे अनेक प्रतिबंधक आसीतिला, किंतु सेथिरे से विजयी होइथिले। तेबे आसंतु आजिर आलोचना मध्य को जीवा पूर्वरु एक भक्तिमूलक गीत शुणिबा। आम चिर साथी से आम सकति मुक्ति। जीशु आम चिर साथी से आम सकति मुक्ति। चल रे आगे ख्रीष्ट सैन, चल रे आगे ख्रीष्ट सैन। नहीं आउ भय भ्रांति, भय भ्रांति, भय भ्रांति। जीशु आम चिर साथी, जीशु आम चिर साथी
ସେ ଆମ ସକତି ମୁକ୍ତି, ଯୀଶୁ ଆମ ଚିର ସାଥୀ। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ଆଉ ଏକ ପୁସ୍ତକ ଅଧ୍ୟୟନ କରିବାକୁ ଯିବା, ଆଉ ତାହା ହେଉଛି ନିହମିୟା ପୁସ୍ତକ। ଆଜି ଆମେ ଏହି ନିହମିୟା ପୁସ୍ତକ ତହିଁର ପ୍ରଥମ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଜେରୁସାଲେମରେ ଥିବା ଅବଶିଷ୍ଟାଂଶ ଜିହୁଦୀମାନଙ୍କ ନିମନ୍ତେ ନିହମିୟାଙ୍କର ପ୍ରାର୍ଥନା। ତେବେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ମୁଁ ଏହି ପୁସ୍ତକର ଭୂମିକା ସମ୍ପର୍କରେ ଆପଣଙ୍କୁ କିଛି ଅବଗତ କରାଇଦେବାକୁ ଚାହେଁ। ଈଶ୍ୱରଙ୍କ ଲୋକମାନେ ପ୍ରତିମା ପୂଜା ବିରୁଦ୍ଧରେ ସାକ୍ଷୀ ହେବା ନିମନ୍ତେ ଆହୁତ ହୋଇଥିଲେ। ମାତ୍ର ବାରମ୍ବାର ସେମାନେ ପ୍ରତିମା ପୂଜାରେ ପତିତ ହୋଇ ପ୍ରତିମା ପୂଜକ ହେଲେ। ତେଣୁ ଈଶ୍ୱର ସେମାନଙ୍କୁ ବାବିଲୋନକୁ ନିର୍ବାଚିତ କରାଇଲେ, ଯାହାକି ପ୍ରତିମା ପୂଜାର କେନ୍ଦ୍ରସ୍ଥଳୀ ଥିଲା, ଯେପରିକି ସେମାନେ ଉଚିତ ଶିକ୍ଷା ପାଆନ୍ତି। ସେମାନେ ପ୍ରତିମା ପୂଜାକୁ ପରିତ୍ୟାଗ କରି ଫେରିଆସିଲେ। ସେମାନଙ୍କର ସୁରକ୍ଷା ଅସମ୍ପୂର୍ଣ୍ଣ ହୋଇ ରହିଥିଲା, କିନ୍ତୁ ସେ ଯାଉନା କାହିଁକି ସେମାନେ ଏହି ସମୟଠାରୁ ରୋମ୍ ସାମ୍ରାଜ୍ୟର ସମୟ ପର୍ଯ୍ୟନ୍ତ ସ୍ୱାଧୀନ ନଥିଲେ। ନୂତନ ନିୟମ ସେମାନଙ୍କ ସହିତରେ ରୋମ୍ ସାମ୍ରାଜ୍ୟର ଶାସନକୁ ଆରମ୍ଭ କରେ। ତେବେ 3 ଜଣ ବ୍ୟକ୍ତି ଜେରୁସାଲେମକୁ ପୁନର୍ନିର୍ମାଣ କରିବାରେ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। ସେମାନେ ହେଉଛନ୍ତି ସରୁବାବେଲ, ଯିଏକି ଜଣେ ରାଜପୁତ୍ର ଥିଲେ। ସେ ରାଜନୈତିକ ଦିଗକୁ ଉପସ୍ଥାପିତ କରନ୍ତି। ଏହାପରେ ଆମେ ଦେଖୁ ଏଜ୍ରା, ଯିଏକି ଜଣେ ଯାଜକ ଥିଲେ, ଓ ଶେଷରେ ନିହମିୟା, ଯିଏକି ଜଣେ ଶାସନକର୍ତ୍ତା ଥିଲେ। କିନ୍ତୁ ରାଜା, ଯାଜକ ଓ ଭାବବାଦୀ ପ୍ରକୃତରେ ଜେରୁସାଲେମର ପ୍ରାଚୀରକୁ ନିର୍ମାଣ କରିବାରେ ଓ ମନ୍ଦିରକୁ ପରିଷ୍କାର କରିବାରେ ବିଫଳ ହୋଇଥିଲେ। ତେଣୁ ଈଶ୍ୱର ନିହମିୟାଙ୍କୁ ଉତ୍ଥାପନ କଲେ, ଯାହାଙ୍କୁ ଆମେ ଜଣେ ଶାସନକର୍ତ୍ତା ଭାବେ ଆଖ୍ୟା ଦେଉ। ନିହମିୟା ଜାଗି ରହିବାରେ ଓ କାର୍ଯ୍ୟ କରିବାରେ ବିଶ୍ୱାସ କରୁଥିଲେ। ସେ ମଧ୍ୟ କାର୍ଯ୍ୟ କରିବାରେ ଓ ପ୍ରାର୍ଥନା କରିବାରେ ବିଶ୍ୱାସ କରୁଥିଲେ। ଜାଗି ରହିବା ଓ ପ୍ରାର୍ଥନା କରିବା କିଅବା କାର୍ଯ୍ୟ କରିବା ଓ ପ୍ରାର୍ଥନା କରିବା ଏହି ବ୍ୟକ୍ତିଙ୍କର ବିଶେଷତ୍ୱକୁ ପ୍ରକାଶ କରେ। ପାରସ୍ୟରେ ସେ ଏକ ଉତ୍ତମ ସରକାରୀ ଚାକିରି ପ୍ରାପ୍ତ ହୋଇଥିଲେ। ସେ ରାଜାଙ୍କର ପାନପାତ୍ର ବାହକ ସ୍ୱରୂପେ କାର୍ଯ୍ୟ କରୁଥିଲେ। ସେ ଜଣେ ଉତ୍ତମ ନୈତିକ ତଥା ସାଧୁ ବ୍ୟକ୍ତି ଥିଲେ। ସେ ଚାହିଁଥିଲେ ପାରସ୍ୟରେ ରହିପାରିଥାନ୍ତେ, କିନ୍ତୁ ଯଦି ସେ ପାରସ୍ୟରେ ରହିଯାଇଥାନ୍ତେ ତାହେଲେ ସେ ଈଶ୍ୱରଙ୍କ ଲେଖାରେ ସ୍ଥାନ ପାଇନଥାନ୍ତେ। ଆମେ ତାହାଙ୍କ ବିଷୟରେ କିଛି ଶୁଣିବାକୁ ପାରିନଥାନ୍ତୁ। ମୁଁ ଚାହେଁ ଯେ ଆମେ ଯେତେବେଳେ ଏହି ବ୍ୟକ୍ତିଙ୍କ ସହିତ ପରିଚିତ ହେବା, ସେତେବେଳେ ଆମେ ଏହି ବ୍ୟକ୍ତିଙ୍କ ଜୀବନରେ କେତେକ ବିଷୟକୁ ଲକ୍ଷ୍ୟ କରିବା ଓ ସେହି ସବୁକୁ ଜାଣି ରଖିବା। ବର୍ତ୍ତମାନ ମୁଁ ସେହି ମହାନ ବ୍ୟକ୍ତିଙ୍କ ସହିତ ଆପଣଙ୍କୁ ପରିଚିତ କରାଇଦେବାକୁ ଚାହେଁ। ଦେଖନ୍ତୁ, ନିହମିୟା ପୁସ୍ତକ ପ୍ରଥମ ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହକଲିଅର ପୁତ୍ର ନିହମିୟାଙ୍କର ବାକ୍ୟ, 62ତମ ବର୍ଷର କିସ୍ଲେବ ମାସରେ ମୁଁ ସୁସନ ରାଜଧାନୀରେ ଥିଲି। ତହିଁରେ ହନାନୀ ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ 1 ଜଣ ଓ ଜିହୁଦାରୁ କେତେକ ଲୋକ ଆସିଲେ। ତ ମୁଁ ସେମାନଙ୍କୁ ବନ୍ଦିତ୍ୱରୁ ରକ୍ଷିତ ଅବଶିଷ୍ଟ ଜିହୁଦୀୟମାନଙ୍କ ବିଷୟରେ ଓ ଜେରୁସାଲେମ ବିଷୟରେ ପଚାରିଲି। ତେବେ ଏହି ପୁସ୍ତକର ପ୍ରଥମ 7ଟି ପର୍ବ ଜେରୁସାଲେମ ପ୍ରାଚୀରର ପୁନର୍ନିର୍ମାଣ ବିଷୟ ନେଇ ପ୍ରକାଶ କରେ। ମାତ୍ର ଅବଶିଷ୍ଟାଂଶ ଆତ୍ମିକ ଜାଗରଣ ଓ ସଂସ୍କାରମୂଳକ କାର୍ଯ୍ୟକୁ ଉପସ୍ଥାପିତ କରେ। କିନ୍ତୁ ଏହି ପ୍ରଥମ ପର୍ବଟି ନିହମିୟାଙ୍କର ପ୍ରାର୍ଥନାରୁ ହିଁ ଆରମ୍ଭ ହୁଏ। ତେବେ ନିହମିୟା ଯେତେବେଳେ ବନ୍ଦିତ୍ୱରୁ ରକ୍ଷିତ ଅବଶିଷ୍ଟ ଜିହୁଦୀୟମାନଙ୍କ ବିଷୟ ନେଇ ପ୍ରକାଶ କରନ୍ତି, ସେ ସେହି ଜିହୁଦୀମାନଙ୍କୁ ଲକ୍ଷ୍ୟ କରି କହନ୍ତି, ଯେଉଁମାନେ କି ସେହି ପ୍ରତିଜ୍ଞାତ ଦେଶକୁ ଫେରିଥିଲେ। ନିହମିୟା ସେହି ସମୟରେ ସେହି ପ୍ରତିଜ୍ଞାତ ଅର୍ଥାତ୍ ପାଲେଷ୍ଟାଇନ ଦେଶକୁ ଫେରିଆସି ପାରିଥାନ୍ତେ, ମାତ୍ର କେତେକ କାରଣ ହେତୁ ସେ ଫେରିନଥିଲେ। ସେ ସେଠାରେ ଏକ କାର୍ଯ୍ୟ ପାଇଥିଲେ। ତେବେ ମୁଁ ତାହାଙ୍କ ବିଷୟ ନେଇ ସମାଲୋଚନା କରେ ନାହିଁ,
ଯେହେତୁ ଈଶ୍ୱର ଏହିପରି ଲୋକମାନଙ୍କୁ ବ୍ୟବହାର କରନ୍ତି ଓ ସେ ନେହେମିୟାଙ୍କୁ ମଧ୍ୟ ଅତି ଚମତ୍କାର ଭାବେ ବ୍ୟବହାର କଲେ। କିନ୍ତୁ ଲକ୍ଷ୍ୟ କରନ୍ତୁ, ଏହି ବ୍ୟକ୍ତି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ତୁଲାଇବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ କାର୍ଯ୍ୟ ନିମନ୍ତେ ମଧ୍ୟ ସମୟ ଦେଇଥିଲେ ଓ ଈଶ୍ୱରଙ୍କ କାର୍ଯ୍ୟ କରିବା ନିମନ୍ତେ ତାଙ୍କର ବୋଝ ଥିଲା। ସେ ଈଶ୍ୱରଙ୍କ ନିମନ୍ତେ ବିଶେଷ ଚିନ୍ତିତ ଥିଲେ। ଦିନେ ଯେତେବେଳେ ସେ ସେହି ପ୍ରାସାଦ ମଧ୍ୟରେ ଆଗକୁ ପଛକୁ ହୋଇ ଚାଲୁଥିଲେ, ସେତେବେଳେ ସେ ତାହାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ଦେଖିଲେ, ଯେ କି ଠିକ୍ ସେତିକିବେଳେ ଜେରୁସାଲେମରୁ ଆସି ପହଞ୍ଚିଥିଲେ ଆଉ ଯେ କି ସମ୍ଭବତଃ କିଛି ସମ୍ବାଦ ନେଇ ସେହି ରାଜପ୍ରାସାଦ ମଧ୍ୟକୁ ଆସିଥିଲେ। ତେଣୁ ନେହେମିୟା ତାହାଙ୍କୁ ସେଠାରେ ରଖି ପଚାରିଲେ, ସେହି ପ୍ରତିଜ୍ଞାତ ଦେଶର ଖବର ସବୁ କ'ଣ? ସେଠାରେ କିପରି ସବୁ ଚାଲିଛି? ସେତେବେଳେ ସେ ଏହିପରି ଶୁଣିବାକୁ ପାରିଲେ, ଯାହାକି ପ୍ରଥମ ପର୍ବର 3 ପଦରେ ଲେଖା ଅଛି। ସେତେବେଳେ ସେମାନେ ମୋତେ କହିଲେ, ବନ୍ଦିତ୍ୱରୁ ରକ୍ଷିତ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି। ମଧ୍ୟ ଜେରୁସାଲେମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ଏହା ଅତି ଦୁଃଖର ବିଷୟ ଥିଲା। ଦେଖନ୍ତୁ, ଈଶ୍ୱରଙ୍କର ଲୋକମାନଙ୍କର ଈଶ୍ୱରଙ୍କ ଗୃହର କି ପ୍ରକାର ଦୁରାବସ୍ଥା। ଜିହୁଦୀୟମାନେ ଅପମାନିତ ତଥା ନିନ୍ଦିତ ହୋଇଥିଲେ, ଯେହେତୁ ସେମାନେ ବିଫଳ ହୋଇଥିଲେ ଓ ଈଶ୍ୱର ମଧ୍ୟ ସେଥି ନିମନ୍ତେ କିଛି କରିପାରିନଥିଲେ। ନେହେମିୟା ଏହି ବିଷୟ ନେଇ ଅତି ଚିନ୍ତିତ ହୋଇପଡ଼ିଥିଲେ ଓ ସେ ଅନେକ କିଛି ବିଷୟ ତହିଁର ପ୍ରତ୍ୟୁତ୍ତରରେ କହିପାରିଥାନ୍ତେ। ସେ ଅନେକ କିଛି ସମାଲୋଚନାମୂଳକ ମନ୍ତବ୍ୟ ଦେଇପାରିଥାନ୍ତେ। ମାତ୍ର ଦେଖନ୍ତୁ ସେ କ'ଣ କରିବାକୁ ଯାଉଅଛନ୍ତି। 4 ପଦରେ ଲେଖା ଅଛି, ତହୁଁ ମୁଁ ଏହି କଥା ଶୁଣନ୍ତେ ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି। ପୁଣି ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି। ଆପଣଙ୍କର ମନେଥିବ ଯେ ଏଜ୍ରା ମଧ୍ୟ ଏହିପରି ଏକ ପରିସ୍ଥିତିରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଯେହେତୁ ସେ ଈଶ୍ୱରଙ୍କ ଲୋକମାନଙ୍କ ବିଷୟ ନେଇ ବିଶେଷ ଚିନ୍ତିତ ଥିଲେ ଓ ଏଠାରେ ମଧ୍ୟ ନେହେମିୟା ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶେଷ ଚିନ୍ତିତ ହୋଇପଡ଼ୁଛନ୍ତି। ମାତ୍ର ସେ ସେହିସବୁ ବିଷୟ ଶୁଣି ଭାଙ୍ଗି ପଡ଼ୁନାହାନ୍ତି, କିନ୍ତୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି। ଦେଖନ୍ତୁ, ପ୍ରଥମେ ସେ ବସି ରୋଦନ କଲେ। ଦେଖନ୍ତୁ, ନେହେମିୟା ରାଜ୍ୟର ଶାସନଭାର ତୁଲାଉଥିଲେ, ମାତ୍ର ସେ ସେଥି ନିମନ୍ତେ ବସି ରୋଦନ କରିନଥିଲେ। କିନ୍ତୁ ଈଶ୍ୱରଙ୍କ ଲୋକମାନଙ୍କ ଓ ତାହାଙ୍କ ମନ୍ଦିରର ଦୁରାବସ୍ଥାର ବିଷୟ ଶୁଣି ସେ ବସି ରୋଦନ କରୁଅଛନ୍ତି ଓ ଏଥିସହିତ ସେ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲେ। ପୁଣି ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କଲେ। ଏହା ହିଁ ଥିଲା ଏକମାତ୍ର ଉପାୟ ଓ ବଳ। ତାହା ହିଁ ଏଜ୍ରା କରିଥିଲେ ଓ ଏଠାରେ ନେହେମିୟା ମଧ୍ୟ କ୍ରନ୍ଦନ କରୁଅଛନ୍ତି ଓ ପ୍ରାର୍ଥନା କରୁଅଛନ୍ତି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଈଶ୍ୱରଙ୍କ ପ୍ରତି ଓ ତାହାଙ୍କର ଲୋକମାନଙ୍କ ପ୍ରତି ନେହେମିୟା କେତେ ଦୂର ଚିନ୍ତିତ ଥିଲେ। ଏହା ହିଁ ଥିଲା ନେହେମିୟାଙ୍କର ଏକ ମହାନ ପ୍ରାର୍ଥନା ଓ ଆମେ ଏହି ପୁସ୍ତକର 9 ପର୍ବରେ ମଧ୍ୟ ଆଉ ଏକ ପ୍ରାର୍ଥନାର ବିଷୟ ଲକ୍ଷ୍ୟ କରିବାକୁ ଯିବା। ଏହାପରେ ପ୍ରଥମ ପର୍ବର 5 ପଦରେ ଲେଖା ଅଛି, ହେ ସଦାପ୍ରଭୁ ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ନେହେମିୟା ଏଠାରେ ପରମେଶ୍ୱରଙ୍କୁ ମହାନ ଓ ଭୟଙ୍କର ପରମେଶ୍ୱର ବୋଲି କହନ୍ତି। କାହିଁକି? ଯେହେତୁ ସେ ହେଉଛନ୍ତି ଦୟାରେ ମହାନ ଓ ବିଚାରରେ ଭୟଙ୍କର। ତାହାଙ୍କର ଦୟା ଓ ଅନୁଗ୍ରହ ମନୁଷ୍ୟମାନଙ୍କ ନିମନ୍ତେ ଅତି ପ୍ରଚୁର। ମାତ୍ର ସେ ମଧ୍ୟ ସେମାନଙ୍କ ଅପରାଧର ପ୍ରତିଫଳଦାତା ଈଶ୍ୱର। ଅନେକ ସମୟରେ ଆମେ କେବଳ ଈଶ୍ୱରଙ୍କୁ ଏକତରଫା ଭାବେ ଚିନ୍ତା କରିଥାଉ। ହୋଇପାରେ ଆମେ ତାହାଙ୍କୁ କେବଳ ଦୟା ଓ ଅନୁଗ୍ରହର ଆକର ଭାବେ ଚିନ୍ତା କରିଥାଉ, ଅଥବା ତାହାଙ୍କୁ କ୍ରୋଧୀ ବା ଦଣ୍ଡଦାତା ଭାବେ ବିଚାର କରିଥାଉ। କିନ୍ତୁ ଈଶ୍ୱର ଦୟାରେ ମହାନ, ମାତ୍ର ସେ ମଧ୍ୟ ଆମମାନଙ୍କର ଦଣ୍ଡଦାତା ଈଶ୍ୱର। ତାହାଙ୍କର ଭୟଙ୍କରତା ଆଗେ କେହି ଛିଡ଼ା ହୋଇପାରେ ନା। ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ଅନୁଯାୟୀ ଜୀବନଯାପନ କରନ୍ତି, ସେ ସେମାନଙ୍କ ପ୍ରତି ତାହାଙ୍କର ପ୍ରତିଜ୍ଞା ରକ୍ଷା କରିଥାନ୍ତି ଓ ସେମାନଙ୍କ ପ୍ରତି ତାହାଙ୍କର ଅସୀମ ଦୟା ତଥା ଅନୁଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ସେ ବିଚାରକର୍ତ୍ତା ଈଶ୍ୱର ଓ ସେ ମଧ୍ୟ ଅନୁଗ୍ରହଦାତା ଈଶ୍ୱର। 6 ପଦରେ ଲେଖା ଅଛି, ମୁଁ ତୁମ୍ଭ ବିରୁଦ୍ଧରେ ଆମମାନଙ୍କ କୃତ ଇସ୍ରାଏଲ ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣ ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ। ମୁଁ ଓ ମୋହର ପିତୃବଂଶ ହିଁ ପାପ କରୁଅଛୁ। ଦେଖନ୍ତୁ, ଏହି ପ୍ରାର୍ଥନାରେ ନେହେମିୟାଙ୍କର ଉଚ୍ଚାରିତ ଶବ୍ଦ। ସେ କ'ଣ କହନ୍ତି? ସେମାନେ ଯେଉଁ ସମସ୍ତ ପାପ କରିଅଛନ୍ତି, ସେହି ସମସ୍ତ ପାପ ମୁଁ ସ୍ୱୀକାର କରିବାକୁ ଆସିଅଛି? ନୁହେଁ,
ସେ ଏହି ପ୍ରକାରେ ସ୍ୱୀକାର କରନ୍ତି, ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ। ବର୍ତ୍ତମାନ ସେ କହନ୍ତି, ମୁଁ ଜଣେ ପାପୀ ଓ ମୋହର ପିତୃବଂଶ ହିଁ ପାପ କରିଅଛନ୍ତି, ଅର୍ଥାତ୍ ଇସ୍ରାଏଲ ଜାତି ପାପ କରିଅଛନ୍ତି। ତେବେ ଆଜି ଆମେ କ'ଣ ଏହି ପ୍ରକାର ସ୍ୱୀକାରୋକ୍ତି ଶୁଣିବାକୁ ପାରୁଅଛୁ କି? ନୁହେଁ। ମାତ୍ର ତହିଁ ପରିବର୍ତ୍ତେ ଆତ୍ମଧାର୍ମିକତା ପ୍ରକାଶ ପାଏ। ଆମେ କହୁ, ମୋର କିଛି ଭୁଲ ନାହିଁ, ମୁଁ କିଛି ପାପ କରିନାହିଁ। ମାତ୍ର ସେହି ଲୋକଟା ଭୁଲ କରିଛି, ସେ ପାପ କରିଛି। ଅନେକ ସମୟରେ ଆମେ କେବଳ ଅନ୍ୟ ପ୍ରତି ଅଙ୍ଗୁଳି ଦେଖାଇଥାଉ ଓ ଅନ୍ୟକୁ ଦୋଷାରୋପ କରିଥାଉ। ମାତ୍ର ଆମେ ନିଜେ ନିଜର ଜୀବନକୁ ଦେଖୁନା କି ନିଜକୁ ସଂଶୋଧିତ କରିବାକୁ ଚାହୁଁନା। ତେଣୁକରି ଆଜି ମଣ୍ଡଳୀ ମଧ୍ୟରେ ଓ ଅନୁଷ୍ଠାନମାନଙ୍କ ମଧ୍ୟରେ ବିଶୃଙ୍ଖଳା, ଦଳଭେଦ ଓ ଅଶାନ୍ତି ପରିଲକ୍ଷିତ ହୁଏ। କେହି ନିଜର ଭୁଲକୁ ଦେଖିବା ନିମନ୍ତେ ବା ସ୍ୱୀକାର କରିବା ନିମନ୍ତେ ପ୍ରସ୍ତୁତ ନୁହନ୍ତି, ମାତ୍ର କେବଳ ଅନ୍ୟକୁ ଦୋଷାରୋପ କରନ୍ତି। ସେଥିପାଇଁ ଆଜି ମଣ୍ଡଳୀ ମଧ୍ୟରେ ଏକତା ନାହିଁ, ପରସ୍ପର ମଧ୍ୟରେ ପ୍ରେମ ନାହିଁ, କାରଣ ପ୍ରତ୍ୟେକ ନିଜ ନିଜକୁ ଧାର୍ମିକ ଓ ସଚ୍ଚୋଟ ବୋଲି ଭାବନ୍ତି, ମାତ୍ର ନିଜର ଦୁର୍ବଳତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। କିନ୍ତୁ ଲକ୍ଷ୍ୟ କରନ୍ତୁ ନେହେମିୟାଙ୍କର ପ୍ରାର୍ଥନା। ସେ ନିଜକୁ ମଧ୍ୟ ଜଣେ ପାପୀ ବୋଲି ତୁଳନା କରନ୍ତି। ସେ ନିଜକୁ ମଧ୍ୟ ସେମାନଙ୍କ ସହିତ ପାପୀ ବୋଲି ସାବ୍ୟସ୍ତ କରନ୍ତି। 7 ପଦରେ ଲେଖା ଅଛି, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରୁଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହା ସବୁ ଆମ୍ଭେମାନେ ପାଳନ କରିନାହୁଁ। ଏହି ପଦରୁ ଆମେ ଦେଖିବାକୁ ପାରିବା ଯେ ନେହେମିୟା ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରିଥିଲେ। ସେ ସେହି ବାକ୍ୟ ଉପରେ ନିର୍ଭର କରିଥିଲେ ଓ ସେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣିଥିଲେ। ସେ ଏଥି ନିମନ୍ତେ ବିଶେଷ ଚିନ୍ତିତ ଥିଲେ ଯେ ଈଶ୍ୱରଙ୍କ ଆଜ୍ଞା ଉପେକ୍ଷିତ ହୋଇଥିଲା। ଈଶ୍ୱରଙ୍କ ବାକ୍ୟ ପ୍ରତି ଲୋକମାନେ ଅବହେଳା ପ୍ରଦର୍ଶନ କରିଥିଲେ। 8 ପଦରେ ଲେଖା ଅଛି, ତୁମ୍ଭେ ଆପଣା ଦାସ ମୂଷାଙ୍କୁ ଆଜ୍ଞା କରି କହିଥିଲ, ତୁମେମାନେ ସତ୍ୟ ଲଙ୍ଘନ କଲେ ଆମ୍ଭେ ତୁମମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନ ଭିନ୍ନ କରିବା। ଦେଖନ୍ତୁ, ନେହେମିୟା କେବଳ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ସ୍ଥାପନ କରିନଥିଲେ, ମାତ୍ର ଈଶ୍ୱରଙ୍କ ବାକ୍ୟ ପ୍ରତି ମଧ୍ୟ ତାହାଙ୍କର ଭୟ ଥିଲା। ସେ ଜାଣିଥିଲେ ଈଶ୍ୱର ଯଦିଓ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ମାତ୍ର ସେ ମଧ୍ୟ ଦଣ୍ଡଦାତା ଈଶ୍ୱର। ଏଥିସହିତ ଯୁହୁଦୀମାନଙ୍କର ସେମାନଙ୍କର ନିଜ ପ୍ରତିଜ୍ଞାତ ଦେଶକୁ ଫେରିଯିବା ନେଇ ସେ ମଧ୍ୟ ବିଶ୍ୱାସ କରିଥିଲେ। 9 ପଦରେ ଲେଖା ଅଛି, ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତ ସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା। ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର। ବାସ୍ତବରେ ନେହେମିୟା ଜଣେ ଯାଜକ ନଥିଲେ, ମାତ୍ର ଈଶ୍ୱର ତାହାଙ୍କ ହସ୍ତ ଦ୍ୱାରା ମହାନ କାର୍ଯ୍ୟ ସାଧନ କରିବା ପାଇଁ ଯାଉଅଛନ୍ତି। ଏପରିକି ତାହାଙ୍କ ମୁଖ ଦ୍ୱାରା ଅନେକ ଗଭୀର ବିଷୟ ସବୁକୁ ପ୍ରକାଶ କରୁଅଛନ୍ତି। ନେହେମିୟା ପ୍ରଭୁଙ୍କୁ କହନ୍ତି, ତୁମ୍ଭେ କହିଲ, ଯଦି ଆମେମାନେ ତୁମ୍ଭର ଅବାଧ୍ୟ ହେଉ, ତାହେଲେ ତୁମେ ଆମମାନଙ୍କୁ ଛିନ୍ନ ଭିନ୍ନ କରିବ ଓ ଆମ୍ଭେମାନେ ମଧ୍ୟ ଅବାଧ୍ୟ ହୋଇଅଛୁ। ତୁମ୍ଭେ କହିଲ, ଯଦି ଆମେମାନେ ତୁମ୍ଭ ପ୍ରତି ଫେରୁ ଓ ତୁମ୍ଭ ଆଜ୍ଞା ପାଳନ କରୁ ଓ ତଦନୁଯାୟୀ କର୍ମ କରୁ, ତାହେଲେ ଆମମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତ ସୀମାରେ ଥିଲେ ହେଁ ତୁମ୍ଭେ ସେଠାରୁ ଆମ୍ଭମାନଙ୍କୁ ସଂଗ୍ରହ କରିବ ଓ ତୁମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛ, ସେହି ସ୍ଥାନକୁ ଆମମାନଙ୍କୁ ଆଣିବ। ନେହେମିୟା ବିଶ୍ୱାସ କରିଥିଲେ ଯେ ଯୁହୁଦୀମାନେ ପ୍ରତିଜ୍ଞାତ ଦେଶକୁ ଫେରିଆସିବେ। ତେଣୁକରି ସେ ସେହି ଦିନ ପାଇଁ ଅପେକ୍ଷା କରି ରହିଥିଲେ ଓ ସେହି କାରଣରୁ ଏହି ପ୍ରକାରେ ପ୍ରାର୍ଥନା କରିଥିଲେ। ବାସ୍ତବରେ ନେହେମିୟାଙ୍କର ଈଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ ଉପରେ ଦୃଢ଼ ବିଶ୍ୱାସ ଥିଲା। 10 ଓ 11 ପଦରେ ଲେଖା ଅଛି, ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ। ହେ ପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ। ଆଉ ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର। ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ। ଏ ସମୟରେ ମୁଁ ରାଜାଙ୍କର ପାନପାତ୍ର ବାହକ ଥିଲି। ନେହେମିୟା ଯଦିଓ ସେହି ପ୍ରାସାଦରେ ଥିଲେ, ମାତ୍ର ତାହାଙ୍କର ମନ ଓ ଆତ୍ମା ତାହାଙ୍କର ଲୋକମାନଙ୍କ ପାଇଁ ବିଶେଷ ଚିନ୍ତିତ ଥିଲା। ଈଶ୍ୱରଙ୍କ ଗୃହ ପ୍ରତି ତାହାଙ୍କ ମନ ବିଶେଷ ଭାରଗ୍ରସ୍ତ ଥିଲା। ତେଣୁକରି ସେ ଈଶ୍ୱରଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଚାହୁଁଥିଲେ ଓ ଇଚ୍ଛା କରୁଥିଲେ, ମାତ୍ର ସେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ।
କି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ। ତେଣୁକରି ସେ ପ୍ରାର୍ଥନା କରୁଅଛନ୍ତି ଓ ତାହାଙ୍କର ନିରୂପିତ ସମୟକୁ ଅପେକ୍ଷା କରୁଅଛନ୍ତି। ସେ କହନ୍ତି, ପ୍ରଭୁ, ଯଦି ତୁମେ ମୋତେ ବ୍ୟବହାର କରିବାକୁ ଚାହଁ, ତାହେଲେ ମୁଁ ସେଥି ନିମନ୍ତେ ପ୍ରସ୍ତୁତ ଅଛି। ଯେତେବେଳେ ନିହିମିଆ ତାଙ୍କର ପ୍ରାର୍ଥନାରେ ରାଜାଙ୍କ ବିଷୟ ନେଇ କହିଲେ, ସେତେବେଳେ ସେ କହିଲେ, ଏହି ବ୍ୟକ୍ତିର ଦୃଷ୍ଟିରେ ଆମେ ମଧ୍ୟ ଦେଖିବାକୁ ଯିବା ଯେ ନିହିମିଆ ରାଜାଙ୍କ ନିକଟକୁ ଯାଇ ସେହି ପ୍ରତିଜ୍ଞାତ ଦେଶକୁ ଫେରିଯିବା ନିମନ୍ତେ ତାହାଙ୍କଠାରୁ ଅନୁମତି ମାଗିବେ। ମାତ୍ର ନିହିମିଆ ଈଶ୍ୱରଙ୍କ ନିରୂପିତ ସମୟଠାରୁ ଆଗୁଆ ଦୌଡ଼ିବାକୁ ଚାହାନ୍ତି ନାହିଁ। ତେଣୁ ସେ ପ୍ରଥମେ ପ୍ରାର୍ଥନାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି। ପ୍ରିୟ ବନ୍ଧୁ, ଆମେ ସଦାସର୍ବଦା ଈଶ୍ୱରଙ୍କ ଇଚ୍ଛା ଲୋଡ଼ି ଆମମାନଙ୍କର ପ୍ରତ୍ୟେକଟି କାର୍ଯ୍ୟରେ ଆଗେଇବା ଉଚିତ। ଆମେ ଈଶ୍ୱରଙ୍କ ନିରୂପିତ ସଂକଳ୍ପ ଅନୁଯାୟୀ ଆଗେଇବା ଉଚିତ। ଆଉ ଏଥି ନିମନ୍ତେ ଆମ୍ଭମାନଙ୍କୁ ପ୍ରାର୍ଥନାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ପଡ଼ିବ। ପ୍ରାର୍ଥନାର ସହିତ ତାହାଙ୍କ ଇଚ୍ଛା ଲୋଡ଼ିବାକୁ ହେବ। ଅନେକ ସମୟରେ ଆମେ ନିଜର ଚିନ୍ତାଧାରା ଅନୁଯାୟୀ ଈଶ୍ୱରଙ୍କ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଯାଇଥାଉ। ମାତ୍ର ଏହା ଠିକ୍ ନୁହେଁ। ଆମେ ଈଶ୍ୱରଙ୍କ ଅଭିମତ କ'ଣ ଓ ସେ ମୋତେ କିପରି ବ୍ୟବହାର କରିବାକୁ ଚାହାନ୍ତି, ତାହା ଜାଣିବାକୁ ହେବ। ଆଉ ଏଥି ନିମନ୍ତେ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ହେବ ଓ ପ୍ରାର୍ଥନାରେ ସମୟ ଦେବାକୁ ହେବ। ତାହେଲେ ଈଶ୍ୱର ତାହାଙ୍କ ମହତ୍ ଇଚ୍ଛା ଆମମାନଙ୍କ ଜୀବନରେ ସଫଳ କରିବେ ଓ ସେ ଆମ୍ଭମାନଙ୍କୁ ସେହିପରି କରିବା ନିମନ୍ତେ ଚାଳନା ତଥା ପ୍ରେରଣା ଦେବେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ କାର୍ଯ୍ୟ କରିବା ଏତେ ସହଜ ବିଷୟ ନୁହେଁ। ତାଛଡ଼ା ଯେପର୍ଯ୍ୟନ୍ତ ଈଶ୍ୱର ତାହାଙ୍କ ଇଚ୍ଛା ଅନୁଯାୟୀ ଆମମାନଙ୍କୁ ବ୍ୟବହାର କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମେ କେବେ ହେଲେ କୃତକାର୍ଯ୍ୟ ହୋଇପାରିବା ନାହିଁ। ଆଜି ଅନେକ ନିଜର ଚେଷ୍ଟାରେ, ନିଜର ଜ୍ଞାନରେ ଈଶ୍ୱରଙ୍କର କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରନ୍ତି। ଆଉ ସେମାନେ ନିଜର ଇଚ୍ଛାକୁ ଈଶ୍ୱରଙ୍କର ଇଚ୍ଛା ବୋଲି ଭାବି ନିଅନ୍ତି। କିନ୍ତୁ ତାହା ମଧ୍ୟ ଠିକ୍ ନୁହେଁ। ଈଶ୍ୱରଙ୍କର ଆହ୍ୱାନ ମୋ ଜୀବନ ପାଇଁ କ'ଣ ଅଛି, ଈଶ୍ୱର ମୋ ଜୀବନରୁ କ'ଣ ଆଶା କରନ୍ତି ଏବଂ ଈଶ୍ୱରଙ୍କର ମହତ୍ ଦାନ ମୋ ଜୀବନ ପାଇଁ କ'ଣ ଅଛି, ତାହା ପ୍ରଥମେ ଆମେ ଜାଣି ରଖିବା ଉଚିତ। ତାହେଲେ ଆମେ ଈଶ୍ୱରଙ୍କର ଇଚ୍ଛା ବା ଅଭିମତକୁ ଆମମାନଙ୍କ ଜୀବନରେ ସଫଳ କରିପାରିବା। ତେଣୁ ପ୍ରିୟ ବନ୍ଧୁ, ଈଶ୍ୱରଙ୍କର କାର୍ଯ୍ୟ କରିବା ପାଇଁ ଯଦି ଆପଣଙ୍କ ମନ ମଧ୍ୟରେ ଆଗ୍ରହ ଅଛି ବା ଉତ୍ସାହ ଅଛି, ତାହେଲେ ପ୍ରଭୁଙ୍କ ନିକଟବର୍ତ୍ତୀ ହୁଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ, ପ୍ରଭୁ, ତୁମ୍ଭର ଇଚ୍ଛା ମୋ ଜୀବନରେ ସଫଳ ହେଉ। ଆଉ ତୁମ୍ଭର ଇଚ୍ଛାକୁ ବୁଝିବା ନିମନ୍ତେ, ଜାଣିବା ନିମନ୍ତେ ମୋତେ ତୁମେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦାନ କର। ଆଉ ସେହି ସୁଯୋଗକୁ ସଦ୍ବ୍ୟବହାର କରିବା ନିମନ୍ତେ ମୋତେ ତୁମେ ସାହାଯ୍ୟ କର। ତାହେଲେ ପ୍ରଭୁଙ୍କର ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ ଏବଂ ଆମମାନେ ମଧ୍ୟ ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ବ୍ୟବହୃତ ହୋଇପାରିବା ଏବଂ ଠିକ୍ ସମୟରେ, ଠିକ୍ ସ୍ଥାନରେ, ଠିକ୍ କ୍ଷେତ୍ରରେ ଆମମାନେ ବ୍ୟବହୃତ ହୋଇପାରିବା। ତେଣୁ ଆସୁ ନିହିମିଆଙ୍କ ପରି ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ବାକ୍ୟରେ ବିଶ୍ୱାସ କରି ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପ୍ରାର୍ଥନାର ସହିତ ତାହାଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କର ଇଚ୍ଛା ଲୋଡ଼ି ଆଗିବାକୁ ଚେଷ୍ଟା କରୁ। ତାହେଲେ ତାହାଙ୍କର ମହତ୍ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ। ନିହିମିଆ ଯେପରି ଈଶ୍ୱରଙ୍କ ଇଚ୍ଛା ଉପରେ ସମ୍ପୂର୍ଣ୍ଣ ଆଉଜି ପଡ଼ିଥିଲେ ଓ ଈଶ୍ୱରଙ୍କ ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ ଓ ଈଶ୍ୱରଙ୍କ ଲୋକମାନଙ୍କର ଉଦ୍ଧାର ନିମନ୍ତେ ଯେପରି ଚିନ୍ତିତ ଥିଲେ ଓ ଈଶ୍ୱରଙ୍କ ଗୃହର ଉନ୍ନତି ସାଧନ ନିମନ୍ତେ ଯେପରି ଭାରଗ୍ରସ୍ତ ଥିଲେ, ସେହିପରି ମଧ୍ୟ ଆମମାନେ ବୋଝଗ୍ରସ୍ତ ହେଉ ଓ ପ୍ରାର୍ଥନାଶୀଳ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କ ହୃଦୟରେ କଥା କହୁଛନ୍ତି, ଯେପରି ଆମମାନେ ଈଶ୍ୱରଙ୍କର ରାଜ୍ୟ ବିସ୍ତାର ନିମନ୍ତେ ବୋଝଗ୍ରସ୍ତ ହେଉ। ଆଜି ପ୍ରଭୁଙ୍କର ଆହ୍ୱାନ ମୋ ଜୀବନ ପାଇଁ କ'ଣ ଅଛି, ତାହା ପ୍ରଥମେ ଆମମାନେ ଜାଣି ରଖିବା ଉଚିତ ଏବଂ ସେ ଆହ୍ୱାନକୁ ସଫଳ କରିବା ଉଚିତ। ଆପଣ ଜାଣି ରଖନ୍ତୁ, ଈଶ୍ୱର ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ମହତ୍ ଦାନ ଦେଇଅଛନ୍ତି। ପ୍ରତ୍ୟେକଙ୍କ ଜୀବନରେ ତାହାଙ୍କର ମହତ୍ ଅଭିମତ ରହିଅଛି ଆଉ ସେ ତାହା ପ୍ରତ୍ୟେକଙ୍କ ଜୀବନରେ ସଫଳ କରିବା ପାଇଁ ଚାହାନ୍ତି। କିନ୍ତୁ ତା ପୂର୍ବରୁ ସେ ଆମମାନଙ୍କୁ ଚାହାନ୍ତି ଯେପରି ଆମମାନେ ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରୁ, ତାହାଙ୍କ ନିକଟରେ ପ୍ରାର୍ଥନାଶୀଳ ଜୀବନ ଅତିବାହିତ କରୁ, ପ୍ରାର୍ଥନାରେ
ତାହାଙ୍କୁ ସ୍ମରଣ କରୁ ଆଉ ତାହାଙ୍କର ଇଚ୍ଛା ଲୋଡ଼ି କାର୍ଯ୍ୟ କରୁ, ତାହେଲେ ତାହାଙ୍କର ଅଭିମତ ଆମମାନଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ। ସେଦିନ ସେ ନିହିମିଆଙ୍କୁ ଯେପରି ଏକ ବୋଝଗ୍ରସ୍ତର ହୃଦୟ ଦେଇଥିଲେ, ଆଜି ଆମ ପ୍ରତ୍ୟେକଙ୍କୁ ମଧ୍ୟ ସେ ଚାହାନ୍ତି ଯେପରି ଆମମାନେ ତାହାଙ୍କର ରାଜ୍ୟ ନିମନ୍ତେ ବୋଝଗ୍ରସ୍ତ ହେଉ, ତାହାଙ୍କର ଗୃହର ଉନ୍ନତି ସାଧନ ନିମନ୍ତେ ଭାରଗ୍ରସ୍ତ ହେଉ। ଆଜି ଅନେକ ଅଛନ୍ତି ଯେଉଁମାନେ କି ନିଜର ଗୃହକୁ ସଜାଡ଼ନ୍ତି, ନିଜର ଗୃହକୁ ନିର୍ମାଣ କରନ୍ତି, ଅନେକ ଅର୍ଥ ମଧ୍ୟ ବ୍ୟୟ କରନ୍ତି, ମାତ୍ର ପ୍ରଭୁଙ୍କ ଗୃହ ନିମନ୍ତେ କିଛି ଦାନ ଦେବା ପାଇଁ ବା ପ୍ରଭୁଙ୍କର ଗୃହକୁ ସଜାଡ଼ିବା ପାଇଁ ସେମାନେ ଚେଷ୍ଟିତ ନୁହନ୍ତି। ବଡ଼ ଦୁଃଖର ବିଷୟ। ପ୍ରଭୁ ଆଜି ଆମମାନଙ୍କୁ ଯଦି ଆର୍ଥିକ ଦାନ ଦେଇଅଛନ୍ତି, ଆମମାନଙ୍କୁ ଯଦି ସେ ଧନବାନ କରିଅଛନ୍ତି, ତାହେଲେ ସେ ଚାହାନ୍ତି ଆମେ ଯେପରି ସେହି ସମସ୍ତ ବିଷୟକୁ ତାହାଙ୍କର ରାଜ୍ୟ ନିମନ୍ତେ ମଧ୍ୟ ବ୍ୟବହାର କରୁ। ତାହେଲେ ସେ ଆମମାନଙ୍କୁ ଆଶୀର୍ବାଦ କରି ଅଧିକରୁ ଅଧିକ ତାହାଙ୍କର ଗୌରବ ତଥା ମହିମା ନିମନ୍ତେ ବ୍ୟବହାର କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଲାଭବାନ ହୋଇଥିବେ। ଆଜିର ଆଲୋଚନାରେ ଆମେ ଲକ୍ଷ୍ୟ କଲୁ ଯେ ନିହିମିୟ ନିଜ ରାଜ୍ୟ ଓ ଲୋକମାନଙ୍କ ବିଷୟରେ ଚିନ୍ତିତ ଥିଲେ। ଜେରୁସାଲେମର ଅବସ୍ଥା ବିଷୟରେ ଯେତେବେଳେ ଶୁଣିଲେ ସେ ନୀରବରେ ରହିପାରିଲେ ନାହିଁ। ସେ ରାଜାଙ୍କ ପ୍ରସାଦରେ ରହିବା ଅପେକ୍ଷା ନିଜ ଲୋକମାନଙ୍କ ସହିତ ରହିବାକୁ ପସନ୍ଦ କଲେ। ସେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ପ୍ରାଧାନ୍ୟତା ଦେଲେ। ରାଜପ୍ରସାଦର ତାଙ୍କ ନିମନ୍ତେ ସବୁକିଛି ଥିଲା। ସେ ଆନନ୍ଦରେ ଜୀବନ ଅତିବାହିତ କରୁଥିଲେ, କିନ୍ତୁ ତାଙ୍କ ସୁଖ ସ୍ୱଚ୍ଛନ୍ଦତାକୁ ପଛରେ ପକାଇ ଈଶ୍ୱରଙ୍କ କାର୍ଯ୍ୟକୁ ପ୍ରଥମ ସ୍ଥାନ ଦେଲେ। ସେ ଜାଣିଥିଲେ ଏହି କାର୍ଯ୍ୟ କରିବା ସହଜ ନୁହେଁ, ଅନେକ ପ୍ରତିବନ୍ଧକ ଆସିବ, କିନ୍ତୁ ସମସ୍ତ ପରିସ୍ଥିତି ଓ ସମସ୍ୟା ବିଷୟ ଜାଣି ସୁଦ୍ଧା ଶୂଷଣ ଛାଡ଼ି ଜେରୁସାଲେମ ଯିବା ନିମନ୍ତେ ବାହାରି ପଡ଼ିଲେ। ଆମେ ନିହିମିୟଙ୍କ ଜୀବନରୁ ଆଉ ଏକ ବିଷୟ ଲକ୍ଷ୍ୟ କଲୁ। ତାହା ହେଲା ଯେତେବେଳେ ସେ ଜେରୁସାଲେମ ମନ୍ଦିରର ଅବସ୍ଥା ବିଷୟରେ ଜାଣିଲେ, ପ୍ରାର୍ଥନାରେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ, ସବୁ ବିଷୟ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ପ୍ରଭୁ ତାଙ୍କ କାର୍ଯ୍ୟରେ ସଫଳତା ଦେଲେ। ତେବେ ଆସନ୍ତୁ ପ୍ରାର୍ଥନାରେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ହେ ଦୟାଳୁ ମଙ୍ଗଳମୟ ଈଶ୍ୱର, ଆମ୍ଭେମାନେ ଏହି ଜଗତରେ ଅନେକ ଆଶୀର୍ବାଦ ଲାଭ କରିଥାଉ, କିନ୍ତୁ ପ୍ରଭୁ ଏହି ଜଗତର ଚଲାପଥେ ଆମେ ବିଭିନ୍ନ ସଙ୍କଟର ସମ୍ମୁଖୀନ ହୋଇଥାଉ। କିନ୍ତୁ ଆମେ ବିଶ୍ୱାସ କରୁ ପ୍ରଭୁ, ତୁମେ ଯେ ସେ ପ୍ରଭୁ ଈଶ୍ୱର, ତୁମେ ଯେ ପ୍ରଭୁ ଆମମାନଙ୍କର ତ୍ରାଣକର୍ତ୍ତା। ଆମ୍ଭେମାନେ ଯେତେବେଳେ ତୁମରି ନିକଟରେ ଆସୁ ପ୍ରଭୁ, ତୁମ୍ଭେ ଆମମାନଙ୍କର ପ୍ରତ୍ୟେକଙ୍କର ପ୍ରାର୍ଥନା ଶ୍ରବଣ କରିଥାଅ ଏବଂ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାଅ। ଆମ୍ଭେମାନେ ତୁମ ନିକଟରେ ଭରସା, ତୁମରି ନିକଟରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ। ପ୍ରଭୁ ଆଶୀର୍ବାଦ କର, ତୁମରି ସୁରକ୍ଷା ପ୍ରଦାନ କର। ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଚାହୁଁଅଛୁ, ଆମେନ୍। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 0444908129 নম্বরে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জଣାଉଛି যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত কৰাଯିব ও পুরস্কৃত କରାଯିব। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଅନୁଗୁଳରୁ କୁମାର ଗୋଛାୟତ, ସୂର୍ଯ୍ୟ ଗୋଛାୟତ। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।